ଆଜି ଶୁଣିବା ଆତ୍ମଜୀବନୀ ମୋ ସମୟର ଓଡ଼ିଶା। ଲେଖକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ଭାଗ 6। ଷଷ୍ଠ ପରିଚ୍ଛେଦ। ମୋ ସମୟର ଭାରତ ଓ ଓଡ଼ିଶା। ଓଡ଼ିଶାର ପ୍ରତିବେଶୀ ରାଜ୍ୟଗୁଡ଼ିକ ହେଉଛନ୍ତି ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶ। 1971 ମସିହାରେ ସେନ୍ସାସ୍ ରିପୋର୍ଟରୁ ଜଣାଯାଏ ଯେ ଏମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ଲୋକସଂଖ୍ୟା ହେଉଛି 4,43,00,000। ବାଂଲାଦେଶର ଲୋକସଂଖ୍ୟାକୁ ମିଶାଇ ଦେଲେ ବଙ୍ଗଭାଷୀମାନଙ୍କ ସଂଖ୍ୟା ପ୍ରାୟ 12 କୋଟି ହେବ। ବିହାର, ମଧ୍ୟପ୍ରଦେଶ ଓ ଆନ୍ଧ୍ରର ଜନସଂଖ୍ୟା ହେଉଛି ଯଥାକ୍ରମେ 5 କୋଟି, 4,16,00,000 ଏବଂ 4,35,00,000। ଏମାନଙ୍କ ମଧ୍ୟରେ ଅବସ୍ଥିତ ଓଡ଼ିଶାର ଜନସଂଖ୍ୟା ହେଉଛି 2,19,00,000। ଏଣୁ ଜନସଂଖ୍ୟା ତୁଳନାରେ ଓଡ଼ିଶା ରାଜ୍ୟ ଏମାନଙ୍କ ମଧ୍ୟରେ ସର୍ବନିମ୍ନ ସ୍ଥାନ ପାଇଛି। ଆଲୋଚନା ତୁଳନା କଲେ ଦେଖାଯାଏ ଯେ ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ହେଉଛି ଯଥାକ୍ରମେ 87,800, 1,73,800, 4,42,800, 2,76,700 ଏବଂ 1,55,800 ବର୍ଗ କିଲୋମିଟର। ଆୟତନରେ ଓଡ଼ିଶା କେବଳ ପଶ୍ଚିମବଙ୍ଗ ଉପରକୁ ରହିଛି। ମାତ୍ର ଏଠାରେ ସ୍ମରଣ କରିବାକୁ ହେବ ଯେ ଓଡ଼ିଶାର 67,000 ବର୍ଗ କିଲୋମିଟର ହେଉଛି ବନଗିରିପୂର୍ଣ୍ଣ। ପଶ୍ଚିମବଙ୍ଗରେ ଏତେ ବନଗିରିପୂର୍ଣ୍ଣ ଅଞ୍ଚଳ ନାହିଁ। ଓଡ଼ିଶାର ଜନସଂଖ୍ୟାର 50 ଲକ୍ଷ ହେଉଛନ୍ତି ଆଦିବାସୀ। ଏଣୁ ପ୍ରକୃତ ଓଡ଼ିଆ ଭାଷାମାନଙ୍କ ସଂଖ୍ୟା ହେଉଛି 1,69,00,000। 1936 ମସିହାରେ ଓଡ଼ିଶା ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବାରୁ ଓଡ଼ିଶା କହିଲେ କେବଳ ବାଲେଶ୍ୱର, କଟକ, ପୁରୀ, ଅନୁଗୁଳ ଓ ସମ୍ବଲପୁରକୁ ବୁଝାଉଥିଲା। 1936ରେ ଗଞ୍ଜାମ ଓ କୋରାପୁଟ ଓଡ଼ିଶାରେ ମିଶିଲା ଏବଂ 1947 ଓ 1949 ମଧ୍ୟରେ ଓଡ଼ିଆ ଭାଷୀ ସମସ୍ତ ଗଡ଼ଜାତ ଓଡ଼ିଶା ସହିତ ମିଶିଯିବାରୁ ଆଉ 7ଟି ଜିଲ୍ଲା ଗଠିତ ହୋଇଥିଲା। ଗଡ଼ଜାତଗୁଡ଼ିକ ଓଡ଼ିଶା ସହିତ ମିଶିଯିବା ପରେ ହିଁ ଓଡ଼ିଶା ଭାରତର ମାନଚିତ୍ରରେ ସମ୍ମାନଜନକ ସ୍ଥାନ ପାଇଲା। ତା ପୂର୍ବରୁ ଓଡ଼ିଶା ଗୋଟିଏ ପ୍ରଦେଶରେ ପରିଣତ ହୋଇଥିଲେ ହେଁ ଏହା ପ୍ରକୃତରେ ପ୍ରଦେଶବାଚ୍ୟ ହୋଇପାରିନଥିଲା। ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେବା ବେଳେ ଓଡ଼ିଶାର ଆୟ ଥିଲା ମାତ୍ର 2 କୋଟି ଟଙ୍କା। ଏହି ହେତୁ ଓଡ଼ିଶାକୁ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ କରିବା ପାଇଁ ଇଂରେଜମାନେ କୁଣ୍ଠାବୋଧ କରୁଥିଲେ। ଓଡ଼ିଶାର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିଲା ବୋଲି କହି ଓଡ଼ିଆମାନେ ବହୁ ସମୟରେ ସ୍ମିତବକ୍ଷ ହୋଇଥାନ୍ତି। ଏହା ସତ୍ୟ ଯେ ଅତୀତର ଅନେକ ସମୟରେ ଓଡ଼ିଶାର ସୀମା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପ୍ତ ହୋଇଥିଲା। ମାତ୍ର ଏହା ତତ୍କାଳୀନ ଓଡ଼ିଶାର ରାଜନୀତିକ ସୀମା, ପ୍ରାକୃତିକ ସୀମା ନୁହେଁ। ଓଡ଼ିଆମାନେ ତରବାରୀ ବଳରେ ହିଁ ଓଡ଼ିଶାର ରାଜନୀତିକ ସୀମାକୁ ବୃଦ୍ଧି କରିଥିଲେ। ଆଜି ଯାହାକୁ ଓଡ଼ିଶା ବୋଲି କୁହାଯାଉଛି ତାହା ହିଁ ଯୁଗେ ଯୁଗେ ପ୍ରକୃତ ଓଡ଼ିଆ ଭାଷୀ ଅଞ୍ଚଳ ହୋଇ ରହିଛି। ବର୍ତ୍ତମାନ ଯେଉଁ କେତେକ ଖଣ୍ଡ ଓଡ଼ିଆ ଭାଷୀ ଅଞ୍ଚଳ ଅନ୍ୟ ରାଜ୍ୟମାନଙ୍କ ସହିତ ମିଶି ରହିଛି ସେଗୁଡ଼ିକୁ କାଢ଼ି ଆଣି ଓଡ଼ିଶା ସହିତ ମିଶାଇ ଦେଲେ ମଧ୍ୟ ପ୍ରତିବେଶୀ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ଗୌଣତ୍ୱ ଦୂର ହୋଇପାରିବ ନାହିଁ। ଏଣୁ ଭାବପ୍ରବଣ ନ ହୋଇ ବାସ୍ତବତା ଦୃଷ୍ଟିରୁ ଦେଖିଲେ ମାନିବାକୁ ହେବ ଯେ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଭାରତର ଦ୍ରାବିଡ଼ ଓ ଆର୍ଯ୍ୟ ଭାଷାଭାଷୀମାନଙ୍କ ମଧ୍ୟରେ ଓଡ଼ିଆ ଭାଷୀମାନେ ହେଉଛନ୍ତି ଗୋଟିଏ ସଂଖ୍ୟାଲଘୁ ଗୋଷ୍ଠୀ। ଏହି ଗୋଷ୍ଠୀ ଯେତେବେଳେ ଶକ୍ତିଶାଳୀ ହୋଇ ରାଜ୍ୟ ଜୟ କରିଛି ସେତେବେଳେ ତାହାର ଐଶ୍ୱର୍ଯ୍ୟ ଆସିଛି, ଅନ୍ୟଥା ଏହା ଦାରିଦ୍ର୍ୟ ନିପୀଡ଼ିତ ହୋଇ ପଡ଼ିଛି। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଓଡ଼ିଶା ସବୁଦିନ ଦାରିଦ୍ର୍ୟ ନିପୀଡ଼ିତ ହୋଇ ରହିବ।
ଓଡ଼ିଶାର ଲୋକେ ଯଦି ସ୍ୱଶକ୍ତି ପ୍ରତି ସଚେତନ ହୁଅନ୍ତି ଓ ନୀତି ମାର୍ଗର ଗତି କରନ୍ତି, ତେବେ ଏହାର ଅସୀମ ଖଣିଜ ସମ୍ପଦ ଏହାକୁ ଦିନେ ଭାରତର ଶକ୍ତିଶାଳୀ ଓ ଧନଶାଳୀ ରାଜ୍ୟରେ ପରିଣତ କରିବ। ଗୋଟିଏ ରାଜ୍ୟର ସମୃଦ୍ଧି କେବଳ ଜନସଂଖ୍ୟା ଉପରେ ନିର୍ଭର କରେ ନାହିଁ। ମୁଁ ମୋର ଆଲୋଚନାକୁ କେବଳ ମୋ ସମୟର ଓଡ଼ିଶା ସମ୍ବନ୍ଧରେ ହିଁ ସୀମାବଦ୍ଧ କରୁଛି। ଖ୍ରୀଷ୍ଟପୂର୍ବ କାଳର ଖାରବେଳଙ୍କ ସାମ୍ରାଜ୍ୟର ବହୁ ଶତବର୍ଷ ପରେ ପ୍ରବଳ ପ୍ରତାପୀ କପିଳେନ୍ଦ୍ର ଦେବ ପଞ୍ଚଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଶାର ରାଜନୀତିକ ସୀମାକୁ ଉତ୍ତରରୁ ହୁଗୁଳି ନଦୀଠାରୁ ଦକ୍ଷିଣରେ କାବେରୀ ନଦୀ ପର୍ଯ୍ୟନ୍ତ ଅନ୍ୟ ଏକ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଏହା ପୂର୍ବରୁ କଙ୍ଗ ଓ ସୋମବଂଶୀ କେଶରୀ ରାଜାମାନେ ମଧ୍ୟ ଏହାର ରାଜନୀତି ସୀମାକୁ ବହୁ ସମୟରେ ବୃଦ୍ଧି କରି ଗଙ୍ଗା ଓ ଗୋଦାବରୀ ମଧ୍ୟବର୍ତ୍ତୀ ଅଞ୍ଚଳକୁ ଦଖଲ କରିଥିଲେ। ଅତି ପୂର୍ବ କାଳରେ ଓଡ଼ିଶାବାସୀମାନେ ନୌବାଣିଜ୍ୟରେ ରତ ରହି ଦେଶକୁ ସମୃଦ୍ଧ କରିପାରିଥିଲେ। ଏଣୁ ପ୍ରାଚୀନ ଓଡ଼ିଶାର ସମୃଦ୍ଧିର କାରଣ ହୋଇଥିଲା ତାହାର ବାଣିଜ୍ୟ ଓ ବିଜିତ ରାଜ୍ୟ। କେବଳ ପ୍ରାକୃତିକ ଅଞ୍ଚଳ ଉପରେ ନିର୍ଭର କରି ଓଡ଼ିଶା କୌଣସି କାଳେ ସମୃଦ୍ଧିଶାଳୀ ହୋଇପାରିନଥିଲା। ପ୍ରାକୃତିକ ଓଡ଼ିଶା ଗିରିବଳ ସଂକୁଳ ଗଡ଼ଜାତ ଅଞ୍ଚଳ ଓ ସମୁଦ୍ର ଉପକୂଳ ଅଞ୍ଚଳରେ ମୁଖ୍ୟତଃ ଦୁଇ ଭାଗ ହୋଇ ଯୁଗେ ଯୁଗେ ରହିଆସିଛି। ଗିରିବନ ସଂକୁଳ ଅଞ୍ଚଳର ରାଜାମାନେ ମଧ୍ୟ ଓଡ଼ିଶାର ଗଜପତିଙ୍କ ଆନୁଗତ୍ୟ ସ୍ୱୀକାର କରୁଥିଲେ ମଧ୍ୟ ଓଡ଼ିଶାର ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ପାଇଁ ସେମାନଙ୍କ ଅବଦାନ ଖୁବ୍ କମ୍ ଥିଲା। ଆଦିବାସୀ ବହୁଳ ଏହି ଅଞ୍ଚଳର ଲୋକମାନେ ଆରଣ୍ୟ ଓ ଅନୁନ୍ନତ ଅବସ୍ଥାରେ ଜୀବନଯାପନ କରୁଥିଲେ। ଏଣୁ ସମୁଦ୍ର ଉପକୂଳ ଅଞ୍ଚଳ ହିଁ ପ୍ରକୃତରେ ଓଡ଼ିଶାର ହୃତ୍ପିଣ୍ଡ ଥିଲା। ମାତ୍ର ଏ ଅଞ୍ଚଳ ମଧ୍ୟ ଆଜିକାଲି ପରି ବହୁ ସମୟରେ ପ୍ରାକୃତିକ ବିପର୍ଯ୍ୟୟରେ ବିଧ୍ୱସ୍ତ ହେଉଥିଲା। ବାତ୍ୟା, ବନ୍ୟା ଓ ଦୁର୍ଭିକ୍ଷ ବହୁ ସମୟରେ ଏ ଅଞ୍ଚଳର ସହଚର ହୋଇ ରହିଥିଲା। ଯେତେବେଳେ ପ୍ରବଳ ପରାକ୍ରମୀ କପିଳେନ୍ଦ୍ର ସାମ୍ରାଜ୍ୟ ବିସ୍ତାର କରୁଥିଲେ, ସେତେବେଳେ ମଧ୍ୟ ଓଡ଼ିଶାରେ ଦୁର୍ଭିକ୍ଷ କରାଳ ଛାୟା ଦେଖାଦେଇଥିଲା। ମାଦଳ ପାଞ୍ଜିରେ ଲେଖା ଅଛି, କପିଳେନ୍ଦ୍ର ଦେବଙ୍କ ଅଙ୍କରେ ରାଜ୍ୟରେ ମହରଗା ପଡ଼ିଲା, ଧାନ ଭରଣରିଏ ପାଞ୍ଚ କାହାଣ ହୋଇଲା, ସେ ସହରଗରେ ବହୁତ ଲୋକେ ମଲେ। ମାଦଳପାଞ୍ଜି ପ୍ରାଚୀ ସମିତି ପୃଷ୍ଠା 46ରୁ ଏହାକୁ ଲେଖକ ସଂଗ୍ରହ କରିଛନ୍ତି ବୋଲି ଲେଖିଛନ୍ତି। କପିଳେନ୍ଦ୍ର ଯେଉଁ ସାମ୍ରାଜ୍ୟ ଗଢ଼ିଥିଲେ, ତାଙ୍କ ନାତି ପ୍ରତାପରୁଦ୍ରଙ୍କର 1540 ଖ୍ରୀଷ୍ଟାବ୍ଦରେ ମୃତ୍ୟୁ ପରେ ତାହା ଭାଙ୍ଗି ପଡ଼ିଥିଲା। ଏହାପରେ ଭୋଜ ରାଜାମାନଙ୍କ ଅମଳରେ ହତ୍ୟା, ଗୁପ୍ତହତ୍ୟା, ଗୃହ ବିବାଦ, ଷଡ଼ଯନ୍ତ୍ର, ଦେଶଦ୍ରୋହର ଯେଉଁ କଳଙ୍କମୟ ଅଧ୍ୟାୟ ଆରମ୍ଭ ହୋଇଥିଲା, ତାହାର ପରିସମାପ୍ତି ଘଟିଲା 1568 ଖ୍ରୀଷ୍ଟାବ୍ଦରେ। 1568ରେ ଓଡ଼ିଶାର ସ୍ୱାଧୀନତା ରବି ଅସ୍ତମିତ ହେବା ପରେ ଓଡ଼ିଶା ଗୋଟିଏ ଅନ୍ଧକାର ଜନ୍ମ ରାଜ୍ୟରେ ପରିଣତ ହୋଇଥିଲା। ଏହି ଖ୍ରୀଷ୍ଟାବ୍ଦରେ ବଙ୍ଗ ନବାବ ସୁଲେମାନ କରାରାଣୀ ଓଡ଼ିଶାକୁ ବଙ୍ଗର ଅଙ୍ଗୀଭୂତ କଲେ ଏବଂ ସେଦିନଠାରୁ ବ୍ରିଟିଶ ରାଜତ୍ୱ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳ ଛଡ଼ା ଓଡ଼ିଶାର ସମଗ୍ର ଉପକୂଳ ଅଞ୍ଚଳ ବଙ୍ଗର ଅଂଶବିଶେଷ ହୋଇ ରହିଲା। ଓଡ଼ିଶାର ଦକ୍ଷିଣାଞ୍ଚଳ ଗୋଲକୋଣ୍ଡା ସୁଲତାନଙ୍କ ଦ୍ୱାରା ବିଜିତ ହେବାରୁ ଏହି ଅଞ୍ଚଳ ମଧ୍ୟ ମୁସଲମାନ ଶାସିତ ଅଞ୍ଚଳ ହୋଇ ରହିଲା। ମୁସଲମାନମାନଙ୍କ ପରେ 1751 ଠାରୁ 1803 ପର୍ଯ୍ୟନ୍ତ ମରହଟ୍ଟାମାନେ ଓଡ଼ିଶାକୁ ଶାସନ କରିଥିଲେ ଏବଂ ତାପରେ ଇଂରେଜମାନେ ଏ ରାଜ୍ୟକୁ ମରହଟ୍ଟାମାନଙ୍କ ହାତରୁ ଛଡ଼ାଇ ନେଇ ଏଠାରେ 1947 ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କଲେ। ବ୍ରିଟିଶ ରାଜତ୍ୱର ଶେଷ ପର୍ଯ୍ୟାୟ 1936 ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଗୋଟିଏ ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହେଲେ ହେଁ ଏହାର ଆୟତନ ଓ ଆୟ ଏହାକୁ ଭାରତର ପ୍ରଦେଶମାନଙ୍କରେ ସର୍ବକନିଷ୍ଠ ରାଜ୍ୟରେ ପରିଣତ କରିଥିଲା। ମାତ୍ର 1947 ଖ୍ରୀଷ୍ଟାବ୍ଦରେ ଓଡ଼ିଆ ଭାଷୀ ଗଡ଼ଜାତଗୁଡ଼ିକ ଏହା ସହିତ ମିଶିଯିବାରୁ ଏହା ଭାରତର ମାନଚିତ୍ରରେ ସମ୍ମାନଜନକ ସ୍ଥାନ ପାଇଲା। ଅତଏବ 1568ରୁ 1947 ପର୍ଯ୍ୟନ୍ତ 379 ବର୍ଷ ଧରି ଓଡ଼ିଶାରେ ଗୋଟାଏ ଅନ୍ଧକାର ଯୁଗ ଚାଲିଥିଲା। ଏଠାରେ ଓଡ଼ିଆମାନେ ଥିଲେ, ମାତ୍ର ସେମାନେ ପରସ୍ପର ଚିହ୍ନୁ ନଥିଲେ। ଏହି ଅନ୍ଧକାରମୟ ଶେଷ ପର୍ଯ୍ୟାୟରେ ହିଁ ମଧୁସୂଦନ ଗୋପବନ୍ଧୁଙ୍କ ଭଳି କେତେକ ତୁଙ୍ଗ ଓଡ଼ିଆ ନେତା ସର୍ବଭାରତୀୟ କ୍ଷେତ୍ରରେ ଖ୍ୟାତିସମ୍ପନ୍ନ ହୋଇଥିଲେ।
ମାତ୍ର ତା ପୂର୍ବରୁ କୌଣସି ଓଡ଼ିଆ କୌଣସି କ୍ଷେତ୍ରରେ ଖ୍ୟାତି ଲାଭ କରିନଥିଲେ। ଅତଏବ ଜଣାଯାଏ ଯେ ଏହି ଦୀର୍ଘ ସମୟ ମଧ୍ୟରେ ଓଡ଼ିଆମାନେ ଜୀବନ୍ମୃତ ହୋଇ ରହିଥିଲେ। ଏମାନଙ୍କ ଅବସ୍ଥିତି ଥିଲା ମାତ୍ର ଶକ୍ତି ନଥିଲା। ଏମାନଙ୍କ ଗୌରବୋଜ୍ଜ୍ୱଳ ଅତୀତ ଥିଲା, ମାତ୍ର ଏହା ସମ୍ପୂର୍ଣ୍ଣ ରୂପେ ବିସ୍ମୃତ ହେବା ଫଳରେ ଏଥିରୁ କୌଣସି ଫଳପ୍ରଦ ପ୍ରେରଣା ମିଳୁନଥିଲା। ବାଣିଜ୍ୟ, କୃଷି, ରାଜସେବା ବଳରେ ହିଁ କୌଣସି ନାତି ଉନ୍ନତି ଆର୍ଥିକ ଅବସ୍ଥା ଲାଭ କରିଥାଏ। ମାତ୍ର ଏହି ଅନ୍ଧକାରମୟ ଯୁଗରେ ଏ ସମସ୍ତ ଅଣ-ଓଡ଼ିଆମାନଙ୍କ ହାତକୁ ଚାଲିଯାଇଥିଲା। ଓଡ଼ିଶାର ସମସ୍ତ ବ୍ୟବସାୟୀ, ପ୍ରାୟ ସମସ୍ତ ଜମିଦାର ଓ ପ୍ରାୟ ସମସ୍ତ ରାଜକର୍ମଚାରୀ ଅଣ-ଓଡ଼ିଆ ଥିଲେ। ଏହି ଦୀର୍ଘ ସମୟ ମଧ୍ୟରେ ଓଡ଼ିଆମାନଙ୍କ ଏପରି ଶୋଚନୀୟ ଅବସ୍ଥା ହୋଇଥିଲା କାହିଁକି? ଓଡ଼ିଆମାନଙ୍କ ଅଧପତନର ବହୁ କାରଣ ମଧ୍ୟରୁ ଗୋଟିଏ ପ୍ରଧାନ କାରଣ ହେଉଛି ସେମାନଙ୍କ ଅତୀତ ପ୍ରତି ଅତିଭକ୍ତି। ମୁସଲମାନ ମରହଟ୍ଟାମାନଙ୍କ ଦ୍ୱାରା ଶାସିତ ହେବା ବେଳେ ଓଡ଼ିଶାରେ ଯେଉଁ ନୂତନ ପରିସ୍ଥିତି ଓ ସଂସ୍କୃତିର ଅଭ୍ୟୁଦୟ ଘଟିଲା, ସେହି ପରିସ୍ଥିତି ଓ ସଂସ୍କୃତି ସହିତ ସହଯୋଗ କରି ସେଥିରୁ ଯେତିକି ସୁବିଧା ପାଇବାର କଥା ଓଡ଼ିଆମାନେ ତାହା ପାଇପାରି ନଥିଲେ। ସେମାନେ ଯେ ଦିନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଭୂଖଣ୍ଡର ଅଧୀଶ୍ୱର ଥିଲେ, ଏହି ଗର୍ବ ସର୍ବଦା ମନରେ ବହି ସେମାନେ ନୂତନ ଶାସକମାନଙ୍କ ସହିତ ସାଲିସ କରିନଥିଲେ କିମ୍ବା ସେମାନଙ୍କ ସଂସ୍କୃତିକୁ ସ୍ପର୍ଶ କରିନଥିଲେ। ଫଳରେ ନୂତନ ଶାସକମାନଙ୍କ ଶାସନ ସଂସ୍ଥାରେ ଓ ସୈନ୍ୟ ବିଭାଗରେ ଓଡ଼ିଆମାନଙ୍କ ପ୍ରବେଶର ଅଧିକାର ନଥିଲା। କହିବା ବାହୁଲ୍ୟ ଯେ ମୁସଲମାନମାନେ ଦୀର୍ଘକାଳ ରାଜତ୍ୱ କରିବା ଫଳରେ ଭାରତରେ ଗୋଟିଏ ନୂତନ ସଂସ୍କୃତିର ଉଦ୍ଭବ ଘଟିଥିଲା ଏବଂ ଏହି ସଂସ୍କୃତିରେ ଉଦ୍ଭୂତ ଭାରତୀୟମାନେ ଉର୍ଦ୍ଦୁ ଓ ଫାର୍ସି ଶିକ୍ଷା କରୁଥିଲେ। ମୁସଲମାନ ଆଇନ କାନୁନରେ ଅଭିଜ୍ଞ ହେଉଥିଲେ ଏବଂ ମୁସଲମାନ ରାଜତ୍ୱ କାଳର ବେଶଭୂଷା ଓ ଚାଲିଚଳନକୁ ଗ୍ରହଣ କରି ନେଇଥିଲେ। ଏଣୁ ସେମାନେ ହିନ୍ଦୁ ହୁଅନ୍ତୁ ବା ମୁସଲମାନ ହୁଅନ୍ତୁ, ମୁସଲମାନ ଶାସନ ସଂସ୍ଥା ସହିତ ନିଜ ନିଜକୁ ମିଶାଇ ଚଳିପାରୁଥିଲେ। ଓଡ଼ିଆମାନେ ସର୍ବଦା ନିଜ ପ୍ରାଚୀନ ସଂସ୍କୃତିର ଅତିଭକ୍ତ ହୋଇ ନୂତନ ସଂସ୍କୃତି ସହ ସମ୍ପୂର୍ଣ୍ଣ ଅସହଯୋଗ କରିଥିଲେ। ଏଥିରେ ଶାସକମାନଙ୍କର କୌଣସି କ୍ଷତି ହୋଇନଥିଲା, ମାତ୍ର ଓଡ଼ିଆମାନଙ୍କ ପ୍ରଭୂତ କ୍ଷତି ହୋଇଥିଲା। ଅନୁସନ୍ଧାନ କଲେ ଜଣାଯାଏ ଯେ ଓଡ଼ିଶାର ବହୁ ଅଣ-ଓଡ଼ିଆ ଜମିଦାର ମୁସଲମାନ ମରହଟ୍ଟା ଶାସନ କାଳରେ ହିଁ ଓଡ଼ିଶାରେ ଆସ୍ଥାନ ସ୍ଥାପନ କରିଥିଲେ। କେବଳ ବ୍ରିଟିଶ ରାଜତ୍ୱ କାଳରେ ହିଁ ଓଡ଼ିଶାରେ ଅଣ-ଓଡ଼ିଆ ଓ ମଧ୍ୟବିତ୍ତମାନଙ୍କ ଉଦ୍ଭବ ଘଟିଥିଲା ବୋଲି କହିଲେ ବା ଭାବିଲେ ତାହା ସମ୍ପୂର୍ଣ୍ଣ ଅନୈତିହାସିକ ହେବ। ମୁସଲମାନ ମରହଟ୍ଟା ଶାସନ କାଳରେ ଓଡ଼ିଶାରେ ଯାହା ଘଟିଥିଲା, ବ୍ରିଟିଶ ରାଜତ୍ୱରେ ମଧ୍ୟ ତାହାର ପୁନରାବୃତ୍ତି ହେଲା। 1803 ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ଯେତେବେଳେ ଓଡ଼ିଶା ଦଖଲ କଲେ, ସେତେବେଳେ ଓଡ଼ିଆମାନଙ୍କ ଚରମ ଅଧୋଗତି ହୋଇସାରିଥିଲା। ଇଂରେଜ ଓଡ଼ିଶାକୁ ଦଖଲ କରିବା ପରେ ପରେ ହଠାତ୍ ଓଡ଼ିଶାର ଶାସନ ପଦ୍ଧତିକୁ ପରିବର୍ତ୍ତନ କରି ନଥିଲେ। ପୂର୍ବ ଶାସକମାନଙ୍କ ଶାସନ ପଦ୍ଧତି ଏଠାରେ ପୂର୍ବ ପରି ପ୍ରଚଳିତ ରହିଥିଲା, ମାତ୍ର ଏହି ଶାସନ ପଦ୍ଧତିରେ ଯୋଗ ଦେବା ପାଇଁ ଓଡ଼ିଆମାନେ ଯୋଗ୍ୟ ନଥିଲେ। ଫଳରେ ବ୍ରିଟିଶ ରାଜତ୍ୱର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସମସ୍ତ କର୍ମଚାରୀ ଥିଲେ ଅଣ-ଓଡ଼ିଆ ଏବଂ ଏହି ଅଣ-ଓଡ଼ିଆମାନଙ୍କ ମଧ୍ୟରେ ବଙ୍ଗାଳୀମାନେ ସଂଖ୍ୟା ଅଧିକ ଥିଲା। ଏହି ଅଣ-ଓଡ଼ିଆ କର୍ମଚାରୀମାନେ କେବଳ ଶାସନତନ୍ତ୍ରକୁ ନିୟନ୍ତ୍ରଣ କରି ସନ୍ତୁଷ୍ଟ ହୋଇନଥିଲେ, ଓଡ଼ିଶାର ଅଧିକାଂଶ ଜମିଦାରୀକୁ ମଧ୍ୟ କଳେ ବଳେ କୌଶଳେ ଅଧିକାର କରିନେଇଥିଲେ। ରାଜକର୍ମଚାରୀତ୍ୱରୁ ବଞ୍ଚିତ, ନିଜ ଅଞ୍ଚଳର ଜମିଦାରୀମାନଙ୍କଠାରୁ ବଞ୍ଚିତ, ସୈନ୍ୟ ବିଭାଗରୁ ବଞ୍ଚିତ, ବାଣିଜ୍ୟ ବ୍ୟବସାୟରୁ ବଞ୍ଚିତ, ଉଚ୍ଚ ଶିକ୍ଷାରୁ ବଞ୍ଚିତ, ଦୁର୍ଭିକ୍ଷ, ବନ୍ୟା ପ୍ରପୀଡ଼ିତ, ବିକ୍ଷିପ୍ତ, ବିଚ୍ଛିନ୍ନ ଗୌରବାଭାବପନ୍ନ ଓଡ଼ିଆମାନେ ନିଜ ରାଜ୍ୟରେ ଉଦର ପୋଷଣର ଉପାୟ ନ ପାଇ କଲିକତା, ରେଙ୍ଗୁନ, ଆସାମ ପ୍ରଭୃତି ସ୍ଥାନରୁ ପଳାଇଯାଇ ସେଠାରେ କୁଲି, ପାଚକ ଇତ୍ୟାଦି ରୂପେ ଜୀବନ ଯାପନ କଲେ। ଫଳରେ ଅନ୍ୟ ଭାରତୀୟମାନଙ୍କ ମନରେ କ୍ରମଶଃ ଧାରଣା ହେଲା ଯେ ଓଡ଼ିଶା ଗୋଟିଏ କୁଲିର ଦେଶ ଏବଂ ଏଠାରେ ଉଚ୍ଚତର କର୍ମରେ ଯୋଗ୍ୟ ହେବା ଭଳି ଲୋକ ନାହାନ୍ତି। ଏହି ଧାରଣା କେବଳ ଭାରତରେ ନୁହେଁ, ମୋ ସମୟର ଓଡ଼ିଶାରେ ମଧ୍ୟ ବଦ୍ଧମୂଳ ହୋଇସାରିଥିଲା। 1931-1935 ମଧ୍ୟରେ ରେଭେନ୍ସା କଲେଜରେ ଅଧ୍ୟୟନ କରୁଥିବା ବେଳେ ମୁଁ ନିଜେ ଏହି କଥା ଅନୁଭବ କରିଥିଲି।
ଭୁବନେଶ୍ୱର କିମ୍ବା ପୁରୀକୁ ଗଲେ ପଣ୍ଡାମାନେ ମୋତେ ଲକ୍ଷ୍ୟ କରି কহুଥିଲେ, আসুন বাবু আসুন, আপনার বাড়ি কোথায়? কিছুদিনে নিতে ହେବେ ନା? ଗୌଡ଼ ଗୌଡ଼ୁଣୀମାନେ କହୁଥିଲେ, ଦୁଧ ନିବେ ବାବୁ, ଭାଲା ଦୁଧ। ଏମାନଙ୍କ ସଙ୍ଗରେ ଓଡ଼ିଆରେ ଯେତେ କଥାବାର୍ତ୍ତା କଲେ ମଧ୍ୟ ଏମାନେ ବିଶ୍ୱାସ କରିପାରୁନଥିଲେ ଯେ ଓଡ଼ିଆମାନଙ୍କ ମଧ୍ୟରେ କେହି ଶିକ୍ଷିତ ବା ଭଦ୍ର ବେଶଧାରୀ ଥାଇପାରନ୍ତି। ଅତଏବ ଓଡ଼ିଆମାନଙ୍କ ଯୋଗ୍ୟତା କୃତିତ୍ୱ ପ୍ରତି ଅବିଶ୍ୱାସ କେବଳ ଅଣ-ଓଡ଼ିଆମାନଙ୍କର ନଥିଲା, ଓଡ଼ିଆମାନଙ୍କ ମନଜ୍ଞ ମଧ୍ୟ ଏହା ବଦ୍ଧମୂଳ ହୋଇସାରିଥିଲା। ଏହି ଅବିଶ୍ୱାସ ମଧ୍ୟରେ ମୋର ଜନ୍ମ ଘଟିଥିଲା ଓ କର୍ମଜୀବନ ବିତିଯାଇଛି ଏବଂ ଏହି ଅବିଶ୍ୱାସ ମଧ୍ୟରେ ହିଁ ମୋର ମୃତ୍ୟୁ ଘଟିବ। ଓଡ଼ିଆମାନଙ୍କ ଯୋଗ୍ୟତା ପ୍ରତି ଅଣ-ଓଡ଼ିଆ ଓ ଓଡ଼ିଆମାନଙ୍କ ମନରେ ଯେଉଁ ଅବିଶ୍ୱାସର ଘଟାଯାଇଛି, ସେଥିମଧ୍ୟରୁ ଓଡ଼ିଆମାନଙ୍କର ଅବିଶ୍ୱାସର ବିଷ ଉତ୍କଟତର। ଏପରି ଭାବରେ ଓଡ଼ିଶାର ଅନଗ୍ରସରତାର ପାଇଁ କେବଳ ପ୍ରତିବେଶୀମାନଙ୍କ ଉପରେ ଦୋଷ ଲଦିଦେଲେ ଏହି ବିଷୟର ଉପଶମ ଘଟିବ ନାହିଁ। ଓଡ଼ିଶା ଏହି ବ୍ୟବସ୍ଥାରେ ଥିବାବେଳେ ମୁଁ ଭାରତ ସହିତ ଘନିଷ୍ଠ ଭାବରେ ସମ୍ପୃକ୍ତ ହୋଇପଡ଼ିଥିଲି। ଆଗରୁ ଲେଖିଛି ଯେ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷକ ହେବା ହିଁ ମୋର ବାଲ୍ୟକାଳର ଉଚ୍ଚତମ ଲକ୍ଷ୍ୟ ଥିଲା। ମାତ୍ର ଅଦୃଷ୍ଟ କର୍ଣ୍ଣଧାର ମୋ ଜୀବନତରୀକୁ ବାହି ନେଇ ବହୁ ଉଚ୍ଚ ସ୍ଥାନରେ ଲଗାଇଦେଲେ। ଓଡ଼ିଶା ବାହାରେ ସର୍ବମୋଟ 16 ବର୍ଷ ରହିବା ବେଳେ ମୁଁ ଅବିଭକ୍ତ ଭାରତର ପ୍ରାୟ ସର୍ବାଞ୍ଚଳ ପରିଭ୍ରମଣ ଓ ଅବସ୍ଥାନ କରିବାର ସୁଯୋଗ ପାଇଥିଲି। ସାଂସ୍କୃତିକ ବିଭୋଜ୍ୱଳ ବଙ୍ଗଦେଶରେ, ବୁଦ୍ଧ ସ୍ମୃତିସୁଧ ବିହାର ପ୍ରଦେଶରେ, ଶସ୍ୟଶାଳୀ ଉତ୍ତରାଞ୍ଚଳରେ, ଗୋଧୂମକ୍ଷେତ୍ରପୂର୍ଣ୍ଣ ପଞ୍ଚନଦର ଅବବାହିକାରେ, ହିମାଚଳର ପାଦଗିରିପୂର୍ଣ୍ଣ ଉତ୍ତର ପଶ୍ଚିମାଞ୍ଚଳ, ହିମାଚଳ ଶୃଙ୍ଗ ଦୃଶ୍ୟ ଶୋଭିତ ତରାଇ ଅଞ୍ଚଳରେ, ରାଜସ୍ଥାନର ମରୁ ଅଞ୍ଚଳରେ, ବନଗିରିପୂର୍ଣ୍ଣ ମଧ୍ୟପ୍ରଦେଶରେ, ଧନଶାଳୀ ଗୁଜରାଟ ଅଞ୍ଚଳରେ, ପୂର୍ବ ଗୌରବମଣ୍ଡିତ ମହାରାଷ୍ଟ୍ରରେ, ତମାଳତାଳ ଶୋଭିତ କେରଳରେ, ବିଜୟନଗର ସ୍ମୃତିପୂତ କର୍ଣ୍ଣାଟକରେ, ବେଳା ବିଭୂଷିତ ପୂର୍ବ କୀର୍ତ୍ତିମାଳିନୀ ତାମିଲ ଓ ତେଲୁଗୁଭାଷୀ ଭୂମିରେ ପରିଭ୍ରମଣ ଓ ଅବସ୍ଥାନ କରି ଭାରତକୁ ଚିହ୍ନିବା ପାଇଁ ଚେଷ୍ଟା କରିଥିଲି ଏବଂ ସେମାନଙ୍କ ସହିତ ମୋର ଦୁଃଖିନୀ ମାତୃଭୂମି ଓଡ଼ିଶାକୁ ତୁଳନା କରିଥିଲି। ଭାରତରେ ମୋର ଦୀର୍ଘ ଅବସ୍ଥାନ ଫଳରେ ମୋତେ ଜଣାଗଲା ଯେ ଭାରତୀୟ ସଂସ୍କୃତିର ମୂଳାଧାର ହେଉଛି ଏକ ମାତ୍ର ଇନ୍ଦ୍ରଧନୁ ପରି ଏହା ବିଭିନ୍ନ ଅଞ୍ଚଳରେ ବିଭିନ୍ନ ରଙ୍ଗ ଧାରଣ କରିଛି। ଓଡ଼ିଶାରେ ଏହି ରଙ୍ଗ ଦିନେ ମହୋଜ୍ୱଳ ହୋଇ ଭାରତକୁ ଚମତ୍କୃତ କରିଥିଲା, ମାତ୍ର ଅଧୁନା ଦୈନ୍ୟ ମଧ୍ୟରେ ତାହା ମଳିନ ହୋଇପଡ଼ିଛି। ଓଡ଼ିଆମାନଙ୍କୁ କ'ଣ ସମସ୍ତ ଭାରତୀୟ ହୀନ ଦୃଷ୍ଟିରେ ଦେଖନ୍ତି? ମୋ ଅନୁଭବରୁ ମୁଁ ଜାଣିଛି ଯେ ସମସ୍ତ ଭାରତୀୟ ଓ ଓଡ଼ିଆମାନଙ୍କୁ ହୀନ ଦୃଷ୍ଟିରେ ଦେଖନ୍ତି ନାହିଁ। କିନ୍ତୁ ସମଗ୍ର ଭାରତରେ କେବଳ ସେହି ଗୋଟିଏ ସ୍ୱର ଶୁଣିଲି, ଓଡ଼ିଶା ବହୁତ ଗରିବ ଦେଶ ହେ। ନୀତିହୀନତାରୁ ଦାରିଦ୍ର୍ୟ ଆସେ ଏବଂ ଦାରିଦ୍ର୍ୟତାରୁ ମଧ୍ୟ ନୀତିହୀନତା ଆସେ। ଏଥିମଧ୍ୟରୁ ପ୍ରଥମେ କେଉଁଟି ଓଡ଼ିଆମାନଙ୍କୁ ଗ୍ରାସ କରିଥିଲା? ଦାରିଦ୍ର୍ୟ ହିଁ ପ୍ରଥମେ ଓଡ଼ିଆମାନଙ୍କୁ ଗ୍ରାସ କରିଥିଲା ଏବଂ ସେଇଥିରୁ ହିଁ ନୀତିହୀନତା, ଉଦ୍ୟମହୀନତା ଇତ୍ୟାଦି ସମସ୍ତ ଦୁର୍ଗୁଣ ବାହାରି ପଡ଼ିଥିଲା। ଦାରିଦ୍ର୍ୟ କେତେକ କାରଣରୁ ଆଗରୁ କହିଛି, କିନ୍ତୁ ସେଗୁଡ଼ିକ ଛଡ଼ା ଆହୁରି ବହୁ କାରଣ ରହିଛି। ବନଗିରିପୂର୍ଣ୍ଣ ଓଡ଼ିଶାର ଲକ୍ଷ ଲକ୍ଷ ମାଣଭୂମି ଆକର୍ଷିତ ଅବସ୍ଥାରେ ପଡ଼ିଛି, ତଥାପି ଓଡ଼ିଆ କୃଷକ ନିରନ୍ନ। ଓଡ଼ିଆ କୃଷକ ହାତରେ ସମ୍ବଳ ନାହିଁ ଯେ ସେ ତାହାର 5 ମାଣ ଜମିକୁ 6 ମାଣ କରି ଯାଇପାରିବ। ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ ଯେଉଁ ସବର୍ଣ୍ଣ ଓଡ଼ିଆମାନେ ବାସ କରନ୍ତି, ସେମାନେ ଆଦିବାସୀମାନଙ୍କ ଦ୍ୱାରା ପ୍ରକୃତ ଭାବରେ ପ୍ରଭାବିତ ହୋଇଛନ୍ତି। ଆଦିବାସୀ ଭାଇମାନେ ଆଜି ପାଇଁ ଖାଦ୍ୟ ଥିଲେ କାଲି କଥା ଭାବନ୍ତି ନାହିଁ। ଏମାନଙ୍କ ମଧ୍ୟରେ ଯେଉଁ ସବର୍ଣ୍ଣ ଓଡ଼ିଆମାନେ ବାସ କରନ୍ତି, ସେମାନେ ମଧ୍ୟ ଏହି ଭାବାପନ୍ନ ହୋଇ ପଡ଼ନ୍ତି। ଅନୁସନ୍ଧାନ କଲେ ଦେଖାଯିବ ଯେ ଆଦିବାସୀ ଅଞ୍ଚଳରେ ବାସ କରୁଥିବା ଓଡ଼ିଆମାନେ ମଧ୍ୟ ଆଦିବାସୀମାନଙ୍କ ପରି ଦରିଦ୍ର। ଏମାନଙ୍କ ମଧ୍ୟରୁ କେହି କେହି ସୁଖ ଶୋଷରେ ସାହୁକାରେ ଟିକିଏ ସ୍ୱଚ୍ଛଳ ଅବସ୍ଥାରେ ଅଛନ୍ତି, ଅନ୍ୟଥା ଆଉ ସମସ୍ତେ ଦରିଦ୍ର। ଉପକୂଳ ଅଞ୍ଚଳରେ ଓଡ଼ିଆମାନଙ୍କର ମଧ୍ୟ ଜୀବନ ଦର୍ଶନ ହେଉଛି କେତେ ଦିନକୁ ବନ ବାନ୍ଧୁଛି ଆଣ୍ଟ। କେତେ ଦିନକୁ ମନ ବାନ୍ଧୁଛି ଆଣ୍ଟ। ଗୋଟିଏ ଉଦ୍ୟମହୀନ ଜାତି ଧନ ଓ ମାନ ପାଇବୁ ନା କାହୁଁ? ପ୍ରତିବେଶୀମାନେ ଆମ ହାତରୁ ଧନ ଓ ମାନ ଛଡ଼ାଇ ନେଇଛନ୍ତି ବୋଲି ସବୁବେଳେ ଭାବିଲେ ସେଥିରେ ଜାତିର ମଙ୍ଗଳ ହେବ ନାହିଁ। କ୍ରୋଧ ବଢ଼ିବ, ବିଦ୍ୱେଷ ବଢ଼ିବ, ମାତ୍ର ଏ ଦୁର୍ଗଣମାନଙ୍କଠାରୁ ଆମ୍ଭମାନଙ୍କୁ ଉନ୍ନତ କରିପାରିବେ ନାହିଁ। ଏ ଜଗତରେ ଧନ ଓ ମାନ ହାତ ଛଡ଼ାଛଡ଼ି ହେଉଛି। ଜୋର ଯାର ମୁଲକ ତାର। ଯେଉଁମାନେ ହାତ ଜୋର ଅଛି, ସେମାନେ ଅନ୍ୟମାନଙ୍କ ହାତରୁ ଧନ ଓ ମାନ ଛଡ଼ାଇ ନେଇ ନିଜେ ବଡ଼ ହେଉଛନ୍ତି। ଏଣୁ
ଭାରତର ସର୍ବାଞ୍ଚଳରେ ଅନ୍ୟମାନେ ଯେତେବେଳେ ମୋତେ ଗରିବ ଦେଶର ଲୋକ ବୋଲି କହୁଥିଲେ ସେଥିରେ ମୁଁ ଉତ୍ତ୍ୟକ୍ତ ହେଉନଥିଲି କିମ୍ବା ପ୍ରତିବାଦ କରୁନଥିଲି, କିନ୍ତୁ ସବୁବେଳେ ଭାବୁଥିଲି କିପରି ନିଜ ମନ ଓ ହାତର ଜୋର ବଢ଼ାଇ ପାରିବି। ମୋର ମନର ଜୋର ଦେଖାଇବା ପାଇଁ ମୁଁ ପ୍ରଥମେ ସୁଯୋଗ ପାଇଥିଲି ଅହିଚ୍ଛତ୍ରରେ। ଦକ୍ଷିଣାଞ୍ଚଳର ରାଜଧାନୀ ଅହିଚ୍ଛତ୍ର ବର୍ତ୍ତମାନ ରାମନଗର ନାମ ଧାରଣ କରିଛି। ଉତ୍ତରପ୍ରଦେଶରେ ବରେଲି ଜିଲ୍ଲାସ୍ଥ ଆଭଲା ତହସିଲରେ ଏହା ଅବସ୍ଥିତ। 1937 ରୁ 1944 ମଧ୍ୟରେ ଭାରତ ସରକାରଙ୍କର ପ୍ରତ୍ନତତ୍ତ୍ୱ ବିଭାଗରେ ଆର୍କୋଲିକାଲ ସ୍କଲାର ରୂପେ କାର୍ଯ୍ୟ କରୁଥିବା ପାଟଣା ଜିଲ୍ଲାସ୍ଥ ନାଳନ୍ଦା ଓ ରାଜଗିରି ଚମ୍ପାରଣ ଜିଲ୍ଲାସ୍ଥ ଚାଲିଥିବା ଖୋଦନ କାର୍ଯ୍ୟମାନଙ୍କରେ ଯୋଗ ଦେଇ ସାରିବା ପରେ ଏବଂ କଲିକତା, ନାଳନ୍ଦା, ପାଟଣା, ବାରାଣସୀ, ସାରନାଥ, ଏଲାହାବାଦ, ମଥୁରା, ଲକ୍ଷ୍ନୌ, ଦିଲ୍ଲୀ, ଲାହୋର, ତକ୍ଷଶିଳା ଇତ୍ୟାଦି ସ୍ଥାନରେ ଥିବା ମ୍ୟୁଜିୟମମାନଙ୍କରେ ବିଶେଷ ଶିକ୍ଷାଲାଭ କରିବା ପରେ ଏହି ଅହିଚ୍ଛତ୍ର ଚାଲିଥିବା ଖୋଦନ କାର୍ଯ୍ୟରେ ସମ୍ପୃକ୍ତ ହୋଇ ମୁଁ ଏଠାରେ 1940 ଠାରୁ 1944 ପର୍ଯ୍ୟନ୍ତ ଅବସ୍ଥାନ କରିଥିଲି। ଅହିଚ୍ଛତ୍ରରେ ଗୋଟିଏ ପ୍ରକାଣ୍ଡ ଦୁର୍ଗ ଥିଲା ଏବଂ ଅତି ପ୍ରାଚୀନ ମହାଭାରତ ଯୁଗରୁ ଖ୍ରୀଷ୍ଟାବ୍ଦ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏଠାରେ ଲୋକମାନେ ବାସ କରୁଥିଲେ। ଏହି ଦୁର୍ଗ ଖନନରୁ ଯେଉଁ ସବୁ ପ୍ରାଚୀନ ପଦାର୍ଥ ବାହାରୁଥିଲା ସେଗୁଡ଼ିକର ତତ୍ତ୍ୱାବଧାନ ଓ ଗବେଷଣା ପାଇଁ ବିଭିନ୍ନ ବିଭାଗରେ ଭାରତର ବିଭିନ୍ନ ଅଞ୍ଚଳରୁ ଆସିଥିବା ମୋ ଭଳି ବିଭିନ୍ନ ଶିକ୍ଷାନବିଶ ନିଯୁକ୍ତ ହୋଇଥିଲେ। ସେତେବେଳେ ଭାରତରେ ଓଡ଼ିଶାର ସ୍ଥାନ ସର୍ବନିମ୍ନ ଥିଲା, ଏଣୁ ଏ ଅଞ୍ଚଳକୁ ଆସିଥିବା ମୋ ଭଳି ଶିକ୍ଷାନବିଶମାନେ ପାରଦର୍ଶିତା ସମ୍ବନ୍ଧରେ ସମସ୍ତଙ୍କର ସନ୍ଦେହ ଥିଲା। ଏଣୁ ଏ ଅଞ୍ଚଳର ଶିକ୍ଷାନବିଶମାନେ ଭଲ ଭଲ ବିଭାଗରେ ରହିଲେ, ମାତ୍ର ମୋ ଭାବରେ ପଡ଼ିଲା ମୃତ୍ୟୁପାତ୍ର ବିଭାଗ। ଖୋଦନ କାର୍ଯ୍ୟରୁ ବହୁ ସଂଖ୍ୟାରେ ମୃତ୍ୟୁପାତ୍ର ଓ ମୃତ୍ୟୁପାତ୍ରଖଣ୍ଡ ବାହାରୁଥିଲା ଏବଂ ଅନ୍ୟ ପ୍ରାଚୀନ ପଦାର୍ଥମାନଙ୍କ ତୁଳନାରେ ସେଗୁଡ଼ିକର ସଂଖ୍ୟା ଅତି ବେଶୀ ଥିଲା। ଏ ମୃତ୍ପାତ୍ର ଓ ମୃତପାତ୍ର ଖଣ୍ଡମାନଙ୍କୁ ପ୍ରାଚୀନତା ଅନୁସାରେ ସଜାଇ ରଖି ସେମାନଙ୍କ ଉପରେ ଗବେଷଣା କରିବା ଗୋଟିଏ ଦୁରୂହ ବ୍ୟାପାର ଥିଲା। ତା ଛଡ଼ା ଭାରତର ପୂର୍ବ ଓ ପ୍ରତ୍ନତତ୍ତ୍ୱମାନଙ୍କ ବାରମ୍ବାର ଲେଖାଯାଇଥିଲେ ଯେ ଭାରତୀୟ ମୃତ୍ପାତ୍ର ଗବେଷଣାରୁ କୌଣସି ସୁଫଳ ମିଳିବ ନାହିଁ। ବିଖ୍ୟାତ ବ୍ରିଟିଶ ପ୍ରତ୍ନତାତ୍ତ୍ୱିକ ସାର୍ ଲିଓନାର୍ଡ ଉର୍ଲି ଭାରତର ପ୍ରାଚୀନ ମୃତ୍ପାତ୍ର ଗବେଷଣା ହୋଇ ନ ଥିବାରୁ ଭାରତ ପ୍ରତ୍ନତତ୍ତ୍ୱ ବିଭାଗକୁ ତୀବ୍ର ସମାଲୋଚନା କରିଥିଲେ। ଏହି ଦୁଃଖ ଓ ସନ୍ଦେହ ଓ ସଂଶୟରେ ମୁଁ ଅହିଚ୍ଛତ୍ରରେ ରହି ପ୍ରାଚୀନ ମୃତ୍ପାତ୍ର ଉପରେ ଗବେଷଣା ଚଳାଇଥିଲି। ମୋ ପାଖରେ ମୋର ସ୍ତ୍ରୀ ଓ ଗୋଟିଏ ଶିଶୁପୁତ୍ର ଥିଲେ, କିନ୍ତୁ ସେମାନଙ୍କୁ ଏକ ପ୍ରକାରେ ଭୁଲିଯାଇ ମୁଁ 3 ବର୍ଷ ପର୍ଯ୍ୟନ୍ତ କେବଳ ଗବେଷଣାରେ ହିଁ ମନୋନିବେଶ କରିଥିଲି ଏବଂ 3 ବର୍ଷ ପରେ ଗୋଟିଏ ସନ୍ଦର୍ଭ ଲେଖି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ତତ୍କାଳୀନ ଡାଇରେକ୍ଟର ଜେନେରାଲ ରାୟବାହାଦୂର କାଶୀନାଥ ନାରାୟଣ ଦୀକ୍ଷିତଙ୍କ ହାତରେ ଅର୍ପଣ କରିଥିଲି। ଏହି ସନ୍ଦର୍ଭ ପଢ଼ିବା ପରେ ଦୀକ୍ଷିତ ସାହେବଙ୍କ ମୋ ପ୍ରତି ମତ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଥିଲା। ସେ ସର୍ବସମକ୍ଷ ମୋତେ ଅଭିବାଦନ ଜଣାଇଲେ ଏବଂ ପ୍ରାୟ 15 ଦିନ ପର୍ଯ୍ୟନ୍ତ ପ୍ରତିଦିନ ତାଙ୍କ ସାନ୍ଧ୍ୟ ସମ୍ମିଳନୀରେ ମୋର ସନ୍ଦର୍ଭକୁ ଆଲୋଚନା କରିଥିଲେ। ଏଥିରେ ଭାରତର ସର୍ବାଞ୍ଚଳରୁ ଆଗତ ପଣ୍ଡିତମାନଙ୍କର ମୋ ପ୍ରତି ସମ୍ମାନ ବଢ଼ିଥିଲା, କିନ୍ତୁ ଓଡ଼ିଶାର କେତେକ ନିକଟତମ ପ୍ରତିବେଶୀ ବନ୍ଧୁଙ୍କ ମୋ ପ୍ରତି ଈର୍ଷା ଜାତ ହୋଇଥିଲା। ଏହାପରେ ରାୟବାହାଦୂର ଦୀକ୍ଷିତ ଓଡ଼ିଶାର ତତ୍କାଳୀନ ଡିପିଆଇ ଶ୍ରୀଯୁକ୍ତ ରାମଚନ୍ଦ୍ର ତ୍ରିପାଠୀଙ୍କୁ ଯେଉଁ ଚିଠି ଲେଖିଥିଲେ ତାହାର ଅବିକଳ ନକଲ ନିମ୍ନରେ ପ୍ରଦତ୍ତ ହେଲା। ନମ୍ବର 584 ସି. ଅଫିସ ଅଫ ଦ ଡାଇରେକ୍ଟର ଜେନେରାଲ ଅଫ ଆର୍କିଓଲୋଜି ଇନ୍ ଇଣ୍ଡିଆ, କ୍ୟାମ୍ପ ରାମନଗର, PO, Alone District, Bareilly, Uttar Pradesh, dated the 19th November 1943. Dear Mr. Tripathi, I understand from the papers that the Utkal University is to function from the end of this month or the beginning of the next. If so, I believe it will entail some expansion of the activities of the existing colleges or the starting of new ones. In any case, I am sure the study of ancient Indian history and archaeology is bound to find a much larger place in the curriculum of Utkal University that has been possible hitherto.
The past is perhaps the greatest asset of Orissa, on the basis of which the vision of a greater future can be based, and an assiduous study of all aspects of Orissa's ancient culture should form an important part of the teaching in university. Orissa actually starts with great deficit even as regards its own heritage. Years ago, I suggested that no pains or money should be spared in bringing together an adequate ensemble of Orissa's ancient art, sculpture, coins, etc. But this could not be followed up, and even after the formation of the province, an important collection from Puri was allowed to leave the provinces and now adorns the galleries of the Ashutosh Museum founded by the Calcutta University. Other important collections taken from Lalitgiri and Udaygiri were removed first to Vangya Sahitya Parishad Museum and eventually found place in the Musée Gourmet Paris. The Indian Museum, Calcutta and Patna Museum contain important collection of Orissa sculpture which it could be difficult to bring back. With all the deficiency, Orissa has yet been unable to look after the collections that have been assembled or can still be gathered together from all ends of provinces. The main difficulty is the want of a proper qualified person appointed as a curator of the museum, which has been accorded or the status of the provisional museum by the governor of Orissa. If a new post of the curator cannot be created in connection with the new university, it would at least be possible to bring into existence post of a lecturer or professor in the university with the additional chairs of the museum. This could be enable the scholar appointed to keep himself in touch with the teaching activities of the university in the ancient history department and enlarged and looked after the existing collection of the museum. I sincerely hope that such an appointment be created from the very start. Fortunately, a suitable scholar with initial qualifications and subsequent adequate training is available for such an appointment. I refer to Mr. Krishna Chandra Panigrahi, who passed his MA with Ancient Indian History in the second class in 1937 and has spent the last 6 years very usefully, first as scholarship holder from the Mayurbhanj state and then as a temporary employee of the archaeological department, besides working in various investigations connected with the prehistoric and historic aspects of archaeology. Mr. Panigrahi has been able to make his contribution to heroic neglected line of Indian archaeology, which the study of Indian poetry by working in the excavation at Archaeochatra, which I have been carrying on for the last 3 years. He has been able to make original researches on the subject of the evolution of Indian poetry. From the earliest time to the present day, in which he had acquired for himself an unrivaled knowledge in his branch. He has also published articles on epigraphy and sculpture, and he will be able to handle any problem connected with archaeology and museums. He has also worked before as a temporary lecturer in history in Ravensa College and is thus every way suited for such work. Indeed, I feel that the special qualification of Mr. Panigrahi entitle him to every consideration in the Utkal University, which can hardly afford to engage a better qualified scholar, whether from Orissa or outside. I shall be much obliged if you will kindly send me an acknowledgement of this letter and inform me whether Mr. Panigrahi is likely to be absorbed in the capacity mentioned above in the Utkal University. Yours sincerely,
के.एन. दीक्षित, एस.सी. त्रिपाठी रेक्सर B.A. कैंटर IES डायरेक्टर ऑफ पब्लिक इंस्ट्रक्शन ओडिशा कटक। ଏହି ଚିଠିରେ ଭାରତର ପ୍ରଖ୍ୟାତ ପ୍ରତ୍ନତତ୍ତ୍ୱ ପରମ ପଣ୍ଡିତ ଗୁଣଗ୍ରାହୀ ରାୟ ବାହାଦୁର ଦୀକ୍ଷିତଙ୍କ ଖାଲି ମୋର ପ୍ରଶସ୍ତି ନାହିଁ, ଓଡ଼ିଶା ଭିତ୍ତି ପ୍ରୀତି ମଧ୍ୟ ଅଛି। କିନ୍ତୁ ଓଡ଼ିଶା ସରକାର ଏଥିପ୍ରତି ବିଶେଷ ଗୁରୁତ୍ୱ ଆରୋପ କରିନଥିଲେ। ଭାରତରେ ମୃତ୍ପାତ୍ର ଗବେଷଣାରେ ମୁଁ ଯେ ଅଗ୍ରଣୀ ଥିଲି ଓ ଆରମ୍ଭକର୍ତ୍ତା ଥିଲି, ଏ କଥା ଭାରତର ବହୁ ପଣ୍ଡିତ ବର୍ତ୍ତମାନ ସୁଦ୍ଧା ସ୍ୱୀକାର କରନ୍ତି। କିନ୍ତୁ ଓଡ଼ିଶାରେ ଏକଥା ଅଳ୍ପ ଲୋକ ଜାଣନ୍ତି। କେବଳ ମୟୂରଭଞ୍ଜର ତତ୍କାଳୀନ ମହାରାଜା ସ୍ୱର୍ଗତ ସାର୍ ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ମୋର ଗବେଷଣାର ମହତ୍ତ୍ୱ ଓ ଗୁରୁତ୍ୱ ଉପଲବ୍ଧ କରିଥିଲେ। ତ୍ରିପାଠୀ ସାହେବଙ୍କ ପାଖକୁ ପଠାଇଥିବା ଦୀକ୍ଷିତ ସାହେବଙ୍କ ଚିଠିର କପିକୁ ମୁଁ ଯେତେବେଳେ ଗୁଣଗ୍ରାହୀ ମହାରାଜଙ୍କୁ ଦେଖାଇଲି, ସେତେବେଳେ ସଙ୍ଗେ ସଙ୍ଗେ ତାଙ୍କ ମୁହଁରୁ ବାହାରି ପଡ଼ିଲା, ମୁଁ ତୁମକୁ ଗୋଟିଏ ଶାସନ ଭାଗ ଦେବି। ତଦନୁସାରେ ମହାରାଜ ବାରିପଦାଠାରୁ 18 ମାଇଲ ଦୂରରେ ଅବସ୍ଥିତ ପାନ୍ଦଡ଼ା ଶାସନରେ ଖାଲି ଥିବା ଗୋଟିଏ ଶାସନ ଭାଗକୁ ମୋତେ ଦେଇଥିଲେ ଏବଂ 1945 ମସିହାରେ ଗହ୍ମା ପୂର୍ଣ୍ଣିମାରେ ରାଜବାଟୀରେ ଅନୁଷ୍ଠିତ ଗୋଟିଏ ବିଶେଷ ଦରବାରରେ ପାରମ୍ପରିକ ରୀତିରେ ମୋତେ ସନନ୍ଦ ପ୍ରଦାନ କରିଥିଲେ। ଶାସନ ଭାଗଟିର ପରିମାଣ 157 ମାଣ। ମାତ୍ର ଏଥିରୁ ବଣ ଜଙ୍ଗଲ ଓ ପ୍ରଜାଜୋତ ଜମି ବାଦ ଦେଲେ ପ୍ରାୟ 35 ମାଣ ନିଜ ଜୋତ ଜମି ଥିଲା। ପରେ ଏହି ଜମିର ବିକ୍ରିଲବ୍ଧ ଟଙ୍କା କଟକରେ କୋଠାଘର ନିର୍ମାଣ କରିବା ପାଇଁ ମୋତେ ପ୍ରଭୃତ ଭାବରେ ସାହାଯ୍ୟ କରିଥିଲା। ଏହିଠାରେ ଶେଷ ହେଲା ଆତ୍ମଜୀବନୀ ମୋ ସମୟ ଓଡ଼ିଶାର 6ଠ ଭାଗ ଏବଂ ପରିଚ୍ଛେଦ 6ର ପ୍ରଥମ ଭାଗ। ଆଗାମୀ ଅଧ୍ୟାୟରେ ଆମେ 6ଠ ପରିଚ୍ଛେଦର ଦ୍ୱିତୀୟ ଭାଗ ଶୁଣିବା। ରହିଲି, ନମସ୍କାର।